ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। ଯେଉଁ ବ୍ୟକ୍ତି ପୂର୍ଣ୍ଣ ଶ୍ରଦ୍ଧା ଓ ବିଶ୍ୱାସ ସହକାରେ ଅସୂୟା ରହିତ ହୋଇ ଏହାକୁ ଶ୍ରବଣ ମଧ୍ୟ କରେ, ସେ ମଧ୍ୟ ମୁକ୍ତ ହୋଇ ପୁଣ୍ୟବନ୍ତ ଲୋକମାନେ ବାସ କରୁଥିବା ଲୋକ ପ୍ରାପ୍ତ ହୁଏ। ଜୟିଦଂ ପରମଂ ଗୁହ୍ୟଂ ମଭକ୍ତେଷୋऽଭିଧାସ୍ୟତି ଭକ୍ତଂ ମୟି ପରଂ କୃତ୍ୟଂ ମାମେ ବୈଶ୍ୟତ୍ୟ ସଂଶୟଃ न तस्मादुनेष्वेषु किश्चिन्ने प्रियकृतमः भविता च न मे तस्मां धन्यः प्रियतर भुवि अध्यस्यते च इमं धर्मं संवादमदियोः ज्ञानयज्ञेन तेनामि ष्टस्यामीति मे मतिः श्रद्धावाञ्च सूयश्च शृणुनादपि जो नरः सापि मुक्तं शुभं श्लोकान् प्लाप्लुयत् पुण्यकर्मणाम्। ଏଠାରେ ବିଚାରଣୀୟ ଯେ ଶ୍ରୀକୃଷ୍ଣ ଓ ଅର୍ଜୁନ ମଧ୍ୟରେ ରଣାଙ୍ଗନରେ ଯେତେବେଳେ ଏହି ବାର୍ତ୍ତାଳାପ ଚାଲୁଥିଲା, ସେତେବେଳେ ପର୍ଯ୍ୟନ୍ତ ଗୀତା ଶ୍ଲୋକବଦ୍ଧ ହୋଇନଥିଲା। ତେବେ ଭଗବାନ କିପରି କହିଲେ ଯେ ଉଭୟ ଗୀତା ପାଠ କରିବା ବା ଶୁଣାଇବା ବ୍ୟକ୍ତି ମୋର ଭକ୍ତ, ମୋତେ ହିଁ ପ୍ରାପ୍ତ ହୁଅନ୍ତି। ଏହି ମାହାତ୍ମ୍ୟ ନିଶ୍ଚିତ ଭାବରେ ଭଗବାନଙ୍କ ଦ୍ୱାରା କଥିତ ହୋଇନାହିଁ। ତେଣୁ ଗୀତାର ଶ୍ଲୋକ ଗୁଡ଼ିକ ପରବର୍ତ୍ତୀ ସମୟରେ ରଚନା କରାଯାଇଥିଲା ଏବଂ ଏହା କୁରୁକ୍ଷେତ୍ର ଯୁଦ୍ଧ ପଡ଼ିଆରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ହିଁ କେବଳ ଶୁଣାଇ ନଥିଲେ। ମହାଭାରତ ଯୁଦ୍ଧକୁ ଯଦି ଗ୍ରନ୍ଥାକାରଙ୍କ ପ୍ରତୀକାତ୍ମକ କାବ୍ୟିକ ଚିତ୍ରଣ ବୋଲି ସ୍ୱୀକାର କରାଯାଏ, ତେବେ ଏହା ପ୍ରତି କଳ୍ପର ଅନ୍ତିମ ଚରଣରେ ସଂଘଟିତ ହୋଇଥିବା ମହାପରିବର୍ତ୍ତନକାରୀ ମହାବିନାଶକୁ ହିଁ ସୂଚିତ କରେ। ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସ୍ୱୟଂ ପରମାତ୍ମା ସୃଷ୍ଟିରେ ଅବତରଣ କରନ୍ତି ଓ ଅର୍ଜୁନ ରୂପୀ ମାନବାତ୍ମାଗଣଙ୍କୁ ସତ୍ୟଯୁଗୀୟ ଦୈବୀ ସାମ୍ରାଜ୍ୟ ପ୍ରାପ୍ତି ସାଧନାରେ ବିଘ୍ନ ସୃଷ୍ଟିକାରୀ ମନୋବିକାର ସମୂହକୁ ଜୟ କରିବା ପାଇଁ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଶିକ୍ଷା ଦିଅନ୍ତି। ଦ୍ୱାପର ଯୁଗରେ ଏହି ବିସ୍ତୃତି ଜ୍ଞାନକୁ ତପଶ୍ଚର୍ଯ୍ୟା ଦ୍ୱାରା ଅନ୍ତର୍ଦୃଷ୍ଟିରେ ଅବଧାରଣା କରି ବ୍ୟାସଦେବ ନିଜସ୍ୱ ଶୈଳୀରେ ସଂସ୍କୃତ ଭାଷାରେ ଛନ୍ଦବଦ୍ଧ କରି ଶ୍ରୀମଦ୍ ଭଗବତ୍ ଗୀତା ଶୀର୍ଷକ ଗ୍ରନ୍ଥର ରୂପ ଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ଗ୍ରନ୍ଥ ମଧ୍ୟ ଆଜି ଆମ ପାଖରେ ଆଦି ସ୍ୱରୂପରେ ଉପଲବ୍ଧ ନୁହେଁ। ମହାଭାରତ ଭୀଷ୍ମ ପର୍ବର 25ରୁ 42 ଅଧ୍ୟାୟ ପର୍ଯ୍ୟନ୍ତ ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଯେଉଁ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦ ଶୁଣାଇଥିଲେ, ତାକୁ ଆମେ ଶ୍ରୀମଦ୍ ଭଗବତ୍ ଗୀତା ନାମରେ ପାରାୟଣ କରୁ। ବର୍ତ୍ତମାନ ଏହି 18 ଅଧ୍ୟାୟ ବିଶିଷ୍ଟ ଗୀତାରେ ଶ୍ରୀକୃଷ୍ଣଙ୍କର 574, ଅର୍ଜୁନଙ୍କର 84, ସଞ୍ଜୟଙ୍କର 41 ଏବଂ ଧୃତରାଷ୍ଟ୍ରଙ୍କର କେବଳ ଗୋଟିଏ ଶ୍ଲୋକ ମିଶି ମୋଟ 700ଟି ଶ୍ଲୋକ ଦେଖିବାକୁ ମିଳେ। କିନ୍ତୁ ଏହି ପର୍ବର 43 ଅଧ୍ୟାୟର ଚତୁର୍ଥ ଓ ପଞ୍ଚମ ଶ୍ଲୋକରେ ଗୀତାର ମୋଟ ଶ୍ଲୋକ ସଂଖ୍ୟାକୁ 745 ବୋଲି କୁହାଯାଇଛି। ଏଥିମଧ୍ୟରୁ ଶ୍ରୀକୃଷ୍ଣଙ୍କର 620ଟି ଶ୍ଲୋକ, ଅର୍ଜୁନଙ୍କର 57ଟି ଶ୍ଲୋକ, ସଞ୍ଜୟଙ୍କର 67ଟି ଶ୍ଲୋକ ଓ ଧୃତରାଷ୍ଟ୍ରଙ୍କର ଗୋଟିଏ ଶ୍ଲୋକ ଅଟେ। ମହାଭାରତ ଅନୁସାରେ ବର୍ତ୍ତମାନ ଉପଲବ୍ଧ ଗୀତାରେ ଶ୍ରୀକୃଷ୍ଣଙ୍କର 46ଟି ଶ୍ଲୋକ ଓ ସଞ୍ଜୟଙ୍କର 26ଟି ଶ୍ଲୋକ କମ୍ ଅଛି ଏବଂ ଅର୍ଜୁନଙ୍କର 27ଟି ଶ୍ଲୋକ ଅଧିକ ଅଛି। ଏହି ଆଧାରରେ ବିଦ୍ୱାନ ବ୍ୟକ୍ତିମାନେ ମତ ଦିଅନ୍ତି ଯେ ବର୍ତ୍ତମାନ ମହାଭାରତ ଗ୍ରନ୍ଥ ସଂକଳିତ ହେବା ପରେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି ଦ୍ୱାରା ଗୀତାର କେତେକ ଶ୍ଲୋକ ଉଚ୍ଛେଦ କରାଯାଇଛି ଓ ଏଥିରେ କେତେକ ଶ୍ଲୋକ ପ୍ରକ୍ଷେପ କରାଯାଇଛି। ତେଣୁ ଗୀତାର ମୌଳିକତା ଉପରେ ଯେଉଁମାନେ ପ୍ରଶ୍ନ ଉଠାନ୍ତି, ତାହା ଯଥାର୍ଥ ବୋଲି ମନେହୁଏ। ଭଗବାନଙ୍କ ଦ୍ୱାରା କଥିତ ଯେଉଁ 46ଟି ଶ୍ଲୋକ ବର୍ତ୍ତମାନ ଗୀତାରେ ଉପଲବ୍ଧ ନୁହେଁ, ସେଗୁଡ଼ିକର
ତାଙ୍କର ପ୍ରକୃତ ପରିଚୟ, ଅବତରଣ କାଳ, ଅବତରଣ ବିଧି ତଥା ଅନ୍ୟାନ୍ୟ ଆଧ୍ୟାତ୍ମିକ ତଥ୍ୟଗୁଡ଼ିକ ଯେ ନଥିଲା, ଏକଥା କିଏ କହିବ? ଆଜି ଶଙ୍କରାଚାର୍ଯ୍ୟଙ୍କ ସମୟରୁ ଗୀତା ତାର ଆଦେଶ ରୂପ ହରାଇ ସାରିଥିଲା ବୋଲି କେହି ମତ ଦିଅନ୍ତି। କାରଣ ତାଙ୍କର ଭାଷ୍ୟ ପରେ ହିଁ ଗୀତାର ବହୁଳ ପ୍ରଚାର ହୋଇଥିଲା। ତାଙ୍କ ଭାଷ୍ୟରେ ସେ ଗୀତାର ତୃତୀୟ ଅଧ୍ୟାୟରେ 11 ଶ୍ଲୋକରୁ ଟୀକା ଲେଖିବା ଆରମ୍ଭ କରିଛନ୍ତି। ଏହାକୁ ଆଧାର କରି ଗବେଷକମାନେ କୁହନ୍ତି ଯେ ଶଙ୍କରାଚାର୍ଯ୍ୟଙ୍କ ସମୟରେ ହୁଏତ ଗୀତାରେ ଅର୍ଜୁନ ବିଷାଦ ଯୋଗ ଏବଂ ଦ୍ୱିତୀୟ ଅଧ୍ୟାୟର ପ୍ରଥମ 10ଟି ଶ୍ଲୋକ ନଥିଲା, ଅଥବା ଏଗୁଡ଼ିକ ସେ କ୍ଷେପକ ଶ୍ଲୋକ ବିଚାର କରି ଛାଡ଼ି ଦେଇଥାଇ ପାରନ୍ତି। ଗୀତାର ପ୍ରାରମ୍ଭରେ ଧୃତରାଷ୍ଟ୍ର ଯୁଦ୍ଧ ସମ୍ବନ୍ଧୀୟ ସମାଚାର ଜାଣିବା ପାଇଁ ସଞ୍ଜୟଙ୍କୁ ଜିଜ୍ଞାସା କରିଛନ୍ତି। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଯୁଯୁତ୍ସବଃ ମାମକଃ ପାଣ୍ଡବସ୍ୟୈବ କିମ କୁର୍ବତ ସଞ୍ଜୟ। ରାଜପ୍ରାସାଦରେ ବସି ଧୃତରାଷ୍ଟ୍ରଙ୍କୁ ଟିକିନିଖି ଭାବରେ ଯୁଦ୍ଧ ବିଷୟର ସମାଚାର ଦେବା ପାଇଁ ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣନା ମିଳେ। ପ୍ରକାଶଂ ବା ଦିବା ବା ଯଦିବାନିଶି ମନସା ଚିନ୍ତିତମପି ସର୍ବଂ ଚେଷ୍ୟତି ସଞ୍ଜୟ। ଗୀତାରେ ଥିବା ଅନ୍ତିମ 5ଟି ଶ୍ଲୋକରୁ ମଧ୍ୟ ଏ କଥା ଜଣାଯାଏ ଯେ ଯୁଦ୍ଧ କ୍ଷେତ୍ରରେ ଶ୍ରୀକୃଷ୍ଣ ଅର୍ଜୁନକୁ ଯେଉଁ ସବୁ ଯୋଗ ବିଷୟକ ତତ୍ତ୍ୱ ଶୁଣାଇଥିଲେ, ସେସବୁ ସେ ଅବିକଳ ଭାବରେ ବ୍ୟାସଦେବଙ୍କ ଠାରୁ ପ୍ରାପ୍ତ ଦିବ୍ୟଦୃଷ୍ଟି ଦ୍ୱାରା ଶୁଣିପାରିଥିଲେ। ସଞ୍ଜୟ କହୁଛନ୍ତି, ଇତ୍ୟହଂ ବାସୁଦେବସ୍ୟ ପାର୍ଥସ୍ୟ ଚ ମହାତ୍ମନଃ ସମ୍ବାଦମିମଂ ଶ୍ରୋଷମଦ୍ଭୁତଲୋମହର୍ଷଣଂ ବ୍ୟାସପ୍ରସାଦାତ୍ ଶ୍ରୁତିବାନେତତ୍ ଗୁହ୍ୟତମଂ ପରଂ ଯୋଗଂ ଯୋଗେଶ୍ୱରାତ୍ କୃଷ୍ଣାତ୍ ସାକ୍ଷାତ୍ କଥୟତଂ ସ୍ୱୟଂ। ରାଜନ୍ୟସଂସ୍କୃତ୍ୟ ରୂପମତ୍ୟଦ୍ଭୁତଂ କେଶବାର୍ଜୁନୋऽୟଂ ପୁଣ୍ୟଂ ହୃଷ୍ୟ ଅମି च ମୁହୁଃ ତଜ ସଂସ୍କୃତ୍ୟ ରୂପମତ୍ୟଦ୍ଭୁତ ହରେଃ ବିସ୍ମୟୋ ମେ ମହାନ୍ ରାଜନ୍ ହୃଷ୍ୟାମି च ପୁନଃ ପୁନଃ। ଯତ୍ର ଯୋଗେଶ୍ୱରଂ କୃଷ୍ଣୋ ଯତ୍ର ପାର୍ଥଂ ଧನುର୍ଧରଃ ତତ୍ର ଶ୍ରୀବିଜୟ ଭୂତି ଧ୍ରୁମାନିତିର୍ମମତୀତମ୍। ହେ ରାଜନ୍, ମୁଁ ଏହି ପ୍ରକାରେ ମହାତ୍ମା ବାସୁଦେବ ଓ ଅର୍ଜୁନଙ୍କ ମଧ୍ୟରେ ହୋଇଥିବା ରୋମାଞ୍ଚକର ଅଦ୍ଭୁତ ସମ୍ବାଦକୁ ଶ୍ରବଣ କଲି। ବ୍ୟାସଦେବଙ୍କ କୃପାରୁ ମୁଁ ଏହି ପରମ ଗୁହ୍ୟ ଯୋଗ ବିଷୟକ ଜ୍ଞାନକୁ ସ୍ୱୟଂ ଯୋଗେଶ୍ୱର କୃଷ୍ଣଙ୍କ ମୁହଁରୁ ପ୍ରତ୍ୟକ୍ଷ ପ୍ରମାଣ ଶ୍ରବଣ କଲି। କେଶବ ଓ ଅର୍ଜୁନଙ୍କ ଏହି ପବିତ୍ର ଅଦ୍ଭୁତ ସମ୍ବାଦ ଶୁଣି ଓ ସ୍ମରଣ କରି ମୁହୁଃ ଆହ୍ଲାଦିତ ହେଉଅଛି। ହେ ରାଜନ୍, ହରିଙ୍କ ଏହି ଅତ୍ୟନ୍ତ ଅଦ୍ଭୁତ ରୂପକୁ ସ୍ମରଣ କରି ମୁଁ ବିସ୍ମୟାଭିଭୂତ ହୋଇପଡ଼ୁଛି ଏବଂ ବାରମ୍ବାର ମୁଁ ହର୍ଷୋତ୍ଫୁଲ୍ଲ ହେଉଅଛି। ଯେଉଁଠି ଯୋଗେଶ୍ୱର କୃଷ୍ଣ ଏବଂ ଧନୁର୍ବିଦ୍ୟାରେ ପ୍ରବୀଣ ପାର୍ଥ ଅଛନ୍ତି, ସେଇଠି ନିଶ୍ଚିତ ଭାବରେ ହିଁ ରାଜଲକ୍ଷ୍ମୀ, ବିଜୟ ଓ ଅଭିବୃଦ୍ଧି ନ୍ୟାୟ ଅଛି। ଏହା ମୋର ବିଚାର ଅଟେ। କ୍ରମଶଃ ଓମ୍ ଶାନ୍ତି।